আজি ঘটক চিন্তা কলা ଏତେ ସବୁ ଦେଇ ସାରିଲା ପରେ ପୁଅ ଯେମିତି ବାପ ସେମିତି ଏଇଠୁ ଗୋଟେ ନେବି ତ ସନ୍ତାନ ଏଇଠୁ ନେବି ଧାଇଁ ଗଲା ଯାଇ ଦୁଆରେ ପହଞ୍ଚିଗଲା ଭିକ୍ଷାଂ ଦେହି ଭିକ୍ଷାଂ ଦେହି ଭିକ୍ଷାଂ ଦେହି ବ୍ରାହ୍ମଣ ଭାଇ ଆସିଲେ ଆସି ପହଞ୍ଚିଗଲେ ଜୋର ହସ୍ତରେ କହିଲେ ହେ ଅତିଥି ତୁମେ ଭିକ୍ଷା ମାଗୁଛ ହେଲେ ଭିକ୍ଷା ଦେଲା ପରି ସାମର୍ଥ୍ୟ ମୋ ପାଖରେ ନାହିଁ ତୁମ ପାଖରେ ସେ ସାମର୍ଥ୍ୟ ଅଛି ବୋଲି ମୁଁ ଆସିଛି ହଠାତ୍ ବିରାଗି ଚିନ୍ତା କରୁଛି ନାହିଁ ମୁଁ ଖାଇ ପାରେ ତ ଅଛି ଅଛି ତ ପାଖରେ ତୁ ଦବୁ ନା ସତ୍ୟ କର ମୁଁ ଯାହା ମାଗିବି ଦେବି ଆଉ ମୁଁ ସତ୍ୟ କରି କହୁଛି ଯାହା ତ ପାଖରେ ନଥିବ ମୁଁ ତାହା କେବେ ବି ମାଗିବି ନାହିଁ ସତ୍ୟ କର ତାକୁ ହିଁ କହନ୍ତି ଦାତା ପୁଣ୍ୟା ଆଉ ରଖିକି ତୋ ପାଇଁ ତୁ ଲୁଚେଇକି ରଖିଦେଇକି ଟିକେ ଆଣିକି ଦେବୁ ତାକୁ ଦାତା ପୁଣ୍ୟା କୁହାଯାଏ ତାକୁ ସାଇତା ପୁଣ୍ୟା କୁହାଯାଏ ଆଜି ଏ ଯୋଉ ଦାତା ପୁଣ୍ୟାଟି ଦେଖଉଛି ଏ କେଶବ ଦାସ ବ୍ରାହ୍ମଣ କାହା ପାଖରେ ଘଟୋତ୍କଚ ପାଖରେ ଘଟୋତ୍କଚ କହୁଛି ନ ମାଗିବା ତ ନଥିବା ଜିନିଷ ମୁଁ କେବେ ବି ମାଗିବି ଆଉ ଯାହା ମାଗିବି ତାହା ଦବୁ ବୋଲି ମତେ ସତ୍ୟ କର ତିନିବାର ସତ୍ୟ କଲା যদি ମୋ ପାଖରେ ଥାଏ ଏବେ ମାଗିଦବା ସନ୍ତାନ ଚମକି ପଡିଲା କେଶବ ଦାସ ବ୍ରାହ୍ମଣ ମୋ ସନ୍ତାନ ଭିତରୁ ତିନିଟା ସନ୍ତାନ ମୋର ଗୋଟେ ସନ୍ତାନ ନା ଜ୍ୟେଷ୍ଠ ମୋର ପୁଅ ଦ୍ୱିତୀୟ ସନ୍ତାନ ନା ହେଲା ମଧ୍ୟମ ମଝିଆ ପୁଅ ତୃତୀୟ ସନ୍ତାନ ନାଁ ହେଉଛି ମୋର କନିଷ୍ଠ ସାନ ପୁଅ ଜ୍ୟେଷ୍ଠ କନିଷ୍ଠ ମଧ୍ୟମ এই তিନୋଟି ହଉଛନ୍ତି ମୋର ଅମୂଲ୍ୟ ସମ୍ପଦ ମା ତାକୁ ମାଗୁଛି ତା ଭିତରୁ ଜଣକୁ ମା ଚିନ୍ତା କଲା କହିଲା ଏତେ ଦିନ ପରେ ମୋ ଭାଗ୍ୟର ବି ମିଳିଲା କି ଛୁଆ ଗୁଡା ଖାଇବାକୁ ପାଉନାହାନ୍ତି ଆପାତତଃ ଜଣେ ଯାଇକି କୋଉଠି ପ୍ରତିପୋଷଣ ହେଲେ ଉଦ୍ଧାର ଜ୍ୱାଳାରୁ ତ ବଞ୍ଚିଯିବ ପଚାରିଲା କେଶବ ଦାସର ସ୍ତ୍ରୀ କହିଲା ଅତିଥି ମୋ ପୁଅକୁ ନେଇ ତମେ କୋଉଠି ରଖିବ ତାକୁ ନେଇ ମୁଁ ବଳି ପକାଇବି ବଳି ହେବେ ମୋ ପୁଅ ବଳି ହେବେ ତିନି ଜଣ ପୁଅଙ୍କୁ ଦେଖୁଛି ଆଜି ଦେଖୁଛି ବୁଢା ବ୍ରାହ୍ମଣ କେଶବ ଦାସ ଅମୂଲ୍ୟ ସମ୍ପଦ ଏ ସମ୍ପଦକୁ ହରେଇ ମୁଁ ବଞ୍ଚିବି କେମିତି କିନ୍ତୁ ପ୍ରତିଜ୍ଞା କରିଛି ମୁଁ ବାହାରି ଆସିଲା ଜ୍ୟେଷ୍ଠ ବାହାରି ଆସିଲା କହିଲା ପିତା ପିନ୍ଧାଇ ଦିଅ ମତେ ବିଜୟ ତିଳକ ବିଜୟ ତିଳକ ରଖିବି ମୁଁ ପିତା ମାତାଙ୍କର বাবা এ মা বাবা
ମୋ ମୁଣ୍ଡରେ ଗୋଟେ ତିଳକ ପିନ୍ଧେଇ ଦେଲ। ସେମିତି କଥା କହନା ବାବା। ପୁଅ ବାହାରୁଛି ବଡ ପୁଅ। ହଁ ବଡ ପୁଅ ବାହାରୁଛି ଯିବା ପାଇଁ ବାପ ତାକୁ ଘୋଷାରି ଧରିଲା ପଛପଟେ। ହଁ ବାପା ହଁ କୁଆଡେ ଯାଉଛୁ? କୁଆଡେ ଯାଉଛୁ ତୁ? ହଁ ବଳି ପାଇଁ ଯାଉଛୁ। ବାବା ଏଠୁ ତ ଦେଖିପାରୁନୁ ବାପା। ବଳି ପାଇଁ ତୁ ଯାଉଛୁ। ହଁ ତାକୁ ଛାଡ଼ିଲେ ମୁଁ ଅଛି କେମିତି? ବଡ ପୁଅ ବାପରରେ ହଁ ଏଇଥିପାଇଁ ବାପରରେ ହଁ ବଡ ପୁଅର ହାତରୁ ତା ପିତୃପୁରୁଷ ପିଣ୍ଡ ପାଇଲେ। ତୁ ପଳେଇଲେ ମୋ 14 ପୁରୁଷ ଉଦ୍ଧାର ହବ କେମିତି? ବାବା ଛାଡି ପାରିବି ବାବା ଛାଡି ପାରିବିନି ତୋତେ। ବଡ ପୁଅକୁ ବାପା କହିଲା ଛାଡି ପାରିବନି। ହଉ ଗୁଲୁଗୁଲିଆ ସାନ ପୁଅଟା ଥିଲା ଉଠିଲା ନା ମା ମା ଯାଉଛି ଲୋ। ପାଦ ତଳେ ପଡିଯାଇ ପୁଅ କହୁଛି ମା ମା ଲୋ ମତେ ଟିକେ ଏବେ ଛାଡିଦେ। ମା କହୁଛି ମନ କୁଆଡେ ଯିବୁ? ବଞ୍ଚିବି କେମିତି ମୁଁ? ବଞ୍ଚିବି କେମିତି? ମୋ ସାନ ପୁଅ ତୁ ମୋ ପ୍ରତିନିଧି ମୋ ଭାଇଆଟା ମୋ ଧନଟା ମୋ ରଙ୍କଟା ମୋ ଥାଳଟା। ଆରେ ତୁ ଚାଲିଗଲେ ମୁଁ ବଞ୍ଚିବି କେମିତି ରେ? ମା ବାପ ଆଉ ଦେଲ ନା ବଡ ପୁଅକୁ ମା ଆଉ ଦେଲ ନା ସାନ ପୁଅକୁ ଏବେ ଉଠିଲା ମଧ୍ୟମ। ହଁ ହେଲା ହେ ଅତିଥି ତମ ପାଇଁ ମୋ ଦୁଆର ନେଲା। ନେଇଯାଅ ମତେ ସାଙ୍ଗରେ ବଳି ହେବି ମୁଁ। ହଁ ଦେଶ ପାଇଁ ଜାତି ପାଇଁ ସମାଜ ପାଇଁ ଏ ଜଗତ ପାଇଁ ମୁଁ ହେବି ବଳିର ସନ୍ଥା। ବିଦାୟ ବେଳାରେ କରୁଛି ପ୍ରଣାମ। ସାକ୍ଷୀ ମରହିଲେ ନିଜେ ନାରାୟଣ ଫେରି ଯାଏ ନିରା ସୋରେ ଗୋହି ପବିତ୍ର କାନନ তীরে গোহি পবিত্র কানন তীরে বিদায় বেড়ারে করুছি প্রণাম। বিদায় বেড়ারে করুছি প্রণাম। সাক্ষী মরহিলে সাক্ষী মরহিলে নিজে নারায়ণ। সাক্ষী মরহিলে নিজে নারায়ণ ফেরি যায় নিরাশরে পবিত্র কানন তীরে গোহি পবিত্র কানন তীরে বিদায় দিয়ন্তু মা। না মা ନା ମୁଁ କାନ୍ଦିନି। କୁଆଡେ ଯିବୁ? ମୁଁ ହସି ହସି ଚାଲିବି। କୁଆଡେ ଯିବୁ ରେ ଭାବୁଛୁ? ହଁ ହେଲା ମା ମୁଁ ଯିବି ମା। ହଁ ଆରେ ତୁ କୁଆଡେ ଯିବୁ? ଯୋଉଠିକି ଯିବା ପାଇଁ ପିତା ସତ୍ୟାବଦ୍ଧ ଅଛନ୍ତି ଅଛନ୍ତି। ମୁଁ ସେଇଠିକି ଯିବି। ହଁ ମଧ୍ୟମ କହୁଛି ମା ମୋ ପ୍ରତି ମମତା କାହିଁକି? ହଁ କାହିଁକି ତୋର ଆକର୍ଷଣ? ହଁ ବାପାଙ୍କର ତ ଲୋଡ଼ା ବଡ଼ ପୁଅ ପିଣ୍ଡ ବଡ଼ 14 ପୁରୁଷକୁ ବାପା ଧରିଦେଲେ ତାକୁ ବଡ଼ ପୁଅକୁ। ହଁ ସାନ ପୁଅ ତୋର ଅଲିଅଳ ମମତାର ଶିକ୍ଷ ସାନ ପୁଅକୁ ତୁ ଦଣ୍ଡରେ ଭିଡ଼ି ଧରିଲୁ। ଏବେ କହ ମା
ସାନ ପୁଅ ମାର ବଡ଼ ପୁଅ ବାପର ଆଉ ଏ ମଝିଆ ପୁଅଟା শুভ বেড়ে মতে প্রিয় হে বেড়াই শুভ বেড়ে মতে প্রিয় হে বেড়াই নসিব বাধা নসিব বাধা নথিব ভারে নসিব বাধা নথিব ভারে শেষ দেখা କରୁଛି ପ୍ରଣାମ ଘଟୋତ୍କଚ ଚାହୁଁଛି ନେଇଯିବା ପାଇଁ ଧରିଛି ମଧ୍ୟମକୁ ମଧ୍ୟମ କହୁଛି ମା ବଡ଼ ପୁଅ ବାପର ସାନ ପୁଅ ମାର ଆଜି ମଝିଆ ପୁଅ ମୁଁ ଦୁଃଖ କଣ ଜାଣିଛି ଆଜି ମଧ୍ୟମ କହୁଛି ମା ତୋର ମୁଁ ନୁହେଁ ବାପାଙ୍କର ନୁହେଁ ମୁଁ ହଉଛି ଅତିଥିଙ୍କର ବିଦାୟ ବେଳାରେ କରୁଛି ପ୍ରଣାମ ବିଦାୟ ବେଳାରେ କରୁଛି ପ୍ରଣାମ ସାକ୍ଷୀ ରହିଲେ ନିଜେ ନାରାୟଣ ମଧ୍ୟମ ବାପା ଆ ମତେ ଆଉ ପଛରୁ ଡାକନି ବାପା ଆ ଆ ବାପା ଆରେ ନା ନା ଏଇଟା ନା ସାକ୍ଷୀ ରହିଲେ ନିଜେ ନାରାୟଣ ସାକ୍ଷୀ ରହିଲେ ନିଜେ ନାରାୟଣ ଫେରି ଯାଏ ନିରାଶ ବାପା ମାଙ୍କ ଠାରୁ ବିଦାୟ ନେଇ ଚାଲିଗଲା ସିନା ମଧ୍ୟମ ଜଙ୍ଗଲ ଅଧାରସ୍ତରେ କହୁଛି ହେ ଅତିଥି ସାତ ଦିନ ହେଲା ଅନ୍ନ ଜଳ ଛୁଇଁଲା ତାରେ ମୋର ସର୍ବାଙ୍ଗ ଆଜି ହେ ଅତିଥି ଟିକେ ଜଳ ଦେବ ମତେ ଭୀଷଣ ଶୋଷ ଲାଗିଲାଣି ଘଟୋତ୍କଚ କବିର ଚିନ୍ତା କଲା ମୁଁ ବି ଶୋଷ ଲାଗିଲାଣି ମତେ ମୁଁ ବି ପାଣି ପିଇକିରି ହଁ ବାବା ହଁ ଏଠି ପାଣି କୋଉଠି ମୁଁ ରହ ଦେଖେ ନହେଲେ ଦେଖ ବୀର ଘଟୋତ୍କଚ କଲା ବାପା ଚିନ୍ତା କଲା ଇଏ ବ୍ରାହ୍ମଣ ଛୁଆ ଯିଏ ନିଜେ ଆସିଛି ତା ଆତ୍ମାହୁତି ଦବା ପାଇଁ ସିଏ କଣ କର ପଳେଇ ମତେ ଥତି ପାରିବ ମୁଁ ଏଇଠି ଟିକେ କ୍ଳାନ୍ତ ଶରୀର ଅବସନ୍ନ ଶରୀରଟାକୁ ମୁଁ ଟିକେ ଏଇଠି କ୍ରାନ୍ତି ମେଣ୍ଟେଇବା ପାଇଁ ବସେ ଏ ବାପା ବାବା ତୁ ଯା ମୁଁ ଏଇଠି ବସିଛି ହଁ। ଆଉ ତୁ ହେଇ ଝରଣା କୁଳରୁ ପାଣି ଶୀଘ୍ର ପିଇକି ଫେରି ଆସିବି ହଉ 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 କୁଆଡେ ଯିବୁନି ନା ନା ଆପଣ ଏଇଠି ବସିଯାଅ। ଧୀରେ ଧୀରେ ମଧ୍ୟମ ଆଗକୁ ଚଳି ନିର୍ଭରଣୀ ପାତ୍ରେ ଯାଇ ପ୍ରବେଶ ହୋଇଲା ନିର୍ଭରଣୀ ପାଖରେ ଯାଇ ପହଞ୍ଚିଗଲା ଝରଣା କୂଳରେ ପହଞ୍ଚିଗଲା ଘଟୋତ୍କଚ ରହିଲା ଜଙ୍ଗଲ ଭିତରେ ଝରଣାକୁ ଖୋଜି ଖୋଜି ଝରଣା କୂଳରେ ପହଞ୍ଚିଗଲା ମଧ୍ୟମ କେତେ ପାଣି ପିଇଦେଲା ଖାଦ୍ୟ ବିନା ପେଟେ ପାଣି ପିଇ ଦେଇ ସାରିବା ପରେ ଚିନ୍ତା କଲା ତା ଟିକିଏ ବସି ପଡିବି ତାପରେ ପଡିବି ବସି ପଡିଛି ସେ ଝରଣା କୂଳରେ ଦେବ ସଭା ବସିଗଲା ଦେବତା ମାନେ ଚିନ୍ତା କଲେ କହିଲେ ବାବା ଇଏ ବ୍ରାହ୍ମଣ ସନ୍ତାନ ଇଏ 16 ବର୍ଷର ବ୍ରାହ୍ମଣ ସନ୍ତାନ କି ଅପରାଧ କରିଛି ଯେ ସେ ନରମେଧ ଯଜ୍ଞରେ ହେବ ପୂର୍ଣ୍ଣାହୁତି
ଯଦି ଏ ପୂର୍ଣ୍ଣାହୁତି ହୁଏ ଆମର ଦେବତା ମାନଙ୍କର ଅସ୍ତିତ୍ୱ ରହିବ ନା। ଏଇଠି ଛଳନା କରିବା, ଏଇଠି କପଟ କରିବା। ଦେବମାନେ କପଟ ଆରମ୍ଭ କଲେ। ଆଜ୍ଞା ବସିଛି, କିଏ ବସିଛି? ବସିଛି ମଧ୍ୟମ। ହଁ এই সময় তা কাନରେ পড়িগলা ହଁ এক মধুর স্বর ঝঙ্কার। শব্দ আসুছি, মধুর শব্দ মু তিনটা জানিছি। কোন শব্দ? দুইটা শব্দ মু জানিছি। গোটে সকালে সন্ধ্যা ଆମ ঘরে বাজে শঙ্খ, আর গোটে মু জানিছি জঙ্গল ভিতরে ময়ূরটা চেকা চেকা করিକି তো গুড়াଏ, সেইটা গোটে শব্দ আছে সুন্দর শুভে মতো। এ তাঠু মধুর শব্দ সেই শব্দ দিয়ে গানেইলা দেখিলে পদটি রাধানাথ বাবা চিন্তা করুছি এ মধ্যম দেখিলে পদটি রাধানাথ কাব্য চন্দ্রভাগা নুহে শঙ্খনাদ নুহই এত ময়ূর কেকা ঘরে ভলা ময়ূর কেকা নুহে শঙ্খনাদ এটা শঙ্খ শব্দ না না নুহে শঙ্খনাদ নুহই এত ময়ূর কেকা ময়ূর স্বর নুহে না না লড়না ললিত কণ্ঠর স্বরে সুন্দরী তরুণীর কণ্ঠস্বর আছে, এটা ଟିକେ ଦେଖିବା କୋଉଠି ଗୁলো ଆସୁଛି। ପ୍ରକୃତି କବି ଗଙ୍ଗାଧର ମେଘର ଏବେ ଅନେଇଲା ଟୋକାଟା, ଝିଅ କଣ୍ଠସ୍ୱର ଶୁଣିଲେ ଟୋକା ବାଇଆ ଅନେଇଲା। ବୁଢା ପରା ପଠେଇଛି କିଏ? ଦେବତା ମାନେ। ଆସୁଛି ସେ ବିପରୀତ ଦିଗରୁ ଗୋଟେ ସୁନ୍ଦରୀ ଲଳନା ରାତିରେ ସବରୁ ସବରୀ ଯେ ଦେଖିବାକୁ ଭାରି ସୁନ୍ଦର। ସୁନ୍ଦରୀ ନାରୀଟିଏ ଆର ପଟରୁ ଆସୁଛି। ଇଏ ଚିନ୍ତା କଲା ମୁଁ ଦେଖିବି କୋଉ ଦିଗରୁ ଏ ନାରୀ କଣ୍ଠସ୍ୱର ଭାସି ଆସୁଛି। ଦେଖିଲେ ରାଧାନାଥ ପଦଟିଏ ପ୍ରକୃତି କବି ମହେର ବଳିଷ୍ଠ ଲେଖନୀ ପ୍ରସୂତ ବାଣୀ ଚମକି ଚାହିଁଲା ପାଛେ କେହି ନାହିଁ ଅସଲଖ କରି ଯାଇ ସାଦା ଲହେରି ମଧୁରେ ଦେଖିଲା କହୁଣାରେ ପାଇ ବୁଝିଆଣି ଜାଲ ଗୁଡାକ ବେଢିଥିଲା, ତାରି ଭିତରେ ଗଳି ଟିକେ ଅନେଇଗଲା। ଦେଖିଲା ଜଣେ ଅପୂର୍ବ ସୁନ୍ଦରୀ ତରୁଣୀ। ଆଉ କଲକୁ ପଡିବ ବୟସ 16, ନାଚୁଛି 16 ବର୍ଷିଆ ତରୁଣୀ। ତରୁଣୀ ଜଣକ ତା ସହଚରୀ ମାନଙ୍କ ଗହଣରେ ଝରଣା କୂଳରେ ନାଚୁଛି ଅପୂର୍ବ ସ୍ଥାନରେ, ଅପୂର୍ବ ଜ୍ଞାନରେ, ଅପୂର୍ବ ମାନରେ। আখি নীল নীল গঙ্গা জল যমুনা পরিত ছালি কেমিতি আসিলু কাহাসারে সরগ ক্যামেরা অন কর সজ তোর সাতরঙ্গ সজ তোর সাতরঙ্গ কথা চঞ্চল রূপা বগিচার সুনার ফুল লা 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 বগিয়ে তবে দেই তমুল বগিচার সুনার ফুল বগিয়ে তবে দেই তমুল গড়ি দেব কিয়ে
ପାପ ଦଉଛୁ କୋଉଟା ବ୍ୟାୟାମ କରୁଛୁ ଗୀତ ଢିଲା ହଉନି ନା ମୁଁ ପାପ ଦେଇକି ଟେନ୍ ଟେନ୍ କରିଦେଲେ ଗୀତ ଟିକେ ଭଲ ହବ। ଆରେ ତଣ୍ଟି ପଡି ଯାଇଛି ତାର ପମ୍ପ ଦେଇକି ତୁ ତାକୁ ସାଇଜ କରିବୁ ବସ 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 ସେତେବେଳେ ହେଲା ଆଜି ଅନେକ ବୀର ଆଉ ଅନେକ ମଧ୍ୟମ ଜୀବନରେ ସବୁ ଦେଖିଥିଲି ନାରୀ ଏମିତି ନାଚିବା ଝିଅ ଏମିତି ନାଚିବା ମୁଁ ଦେଖିନଥିଲି ଭୁଲିଗଲା କର୍ତ୍ତବ୍ୟକୁ ଭୁଲିଗଲା ମାୟା ଭୁଲେଇ ଦିଏ ଆଉ ସବୁଠାରୁ ବଡ ମାୟା ହଉଛି ନାରୀର ମାୟା ବ୍ରାହ୍ମଣ ଘର ଛୁଆ ଯିଏ ଆତ୍ମାହୁତି ଦବା ପାଇଁ ଆସିଛି ବଳି ସମ୍ଭାର ହେଇ ବଳି ହବ ଯିଏ ଅତିଥିଙ୍କି ବସେଇ ଦେଇକି ଆସିଛି ଭୁଲିଗଲା କହିଲା ଟିକେ ଦେଖିବି ନା କେତେ ସୁନ୍ଦର ନାଚୁଛି ରେ ବା ବା ନାଚ କେଉଁ ବଗିଚାର ହାତ ଗଢ଼ା ସୁନାର କଣ୍ଢେଇ ତୁ। କେଉଁ ବଗିଚାର ହାତ ଗଢ଼ା ସୁନାର କଣ୍ଢେଇ ତୁ। କିଏ ତତେ ନେଇଯାଇଥିବ ଏ କଥା ଭାବୁଛି ମୁଁ। କିଏ ତତେ ନେଇଯାଇଥିବ ଏ କଥା ଭାବୁଛି ପ୍ରିୟ ଦର୍ଶକ ଦର୍ଶିକା ବଇଛି ସେପଟେ କିଏ ବସିଛି ଏତେ ଶୀଘ୍ର କାହିଁକି ଆଇଲେ ମୁଁ ଡାକିବି ହଁ ମୁଁ ଡାକିବି ନା 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 ମୁଁ ଡାକିବି ଡାକିବି ନା ବନ୍ଦ କରିଦେବା ତୁ ନା 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 ଭଲ ଲାଗୁଛି ବୀର ଘଟୋତ୍କଚ ବଇଛି ସେଠି ପ୍ରତୀକ୍ଷା କରିଛି ଆସିବ ବ୍ରାହ୍ମଣର ସନ୍ତାନ ମଧ୍ୟମ ଆସିବ ଏପଟରେ ମଧ୍ୟମ କହୁଛି ତାର କିଛି ମନେ ପଡୁନି ଆଉ ଭୁଲି ଯାଇଛି ସବୁ ସଂସାର ସବୁ କଥାକୁ ବାବା ଆଲୋ ଏ ଝିଅ ଆଁ? ଏ ଝିଅ ଆଲୋ ନାଚ 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 କେଉଁ ବଗିଚାର ହାତ ଗଢ଼ା ସୁନାର କଣ୍ଢେଇ ତୁ। ଏ ତୋରେ ହାତ ଗଢ଼ା ସୁନାର କଣ୍ଢେଇ ତୁ। କିଏ ତତେ ନେଇଯାଇଥିବ ଏ କଥା ଭାବୁଛି ମୁଁ। କିଏ ତତେ ନେଇଯାଇଥିବ ଏ କଥା ଭାବୁଛି ମୁଁ। ତମର ମଲ୍ଲି ଫୁଲ ତମର ମଲ୍ଲି ଫୁଲ ଫୁଟାଇ ଦେବି ମୋର এই ତୁ କିଏ ମୁଁ କିଏ ଗରମ ଦିନରେ ଦୀପୁ ସେଟର କଣ ଦେଖାଉଛୁ ନା କଣ? ଟୋପି ଗରମ ଦିନ ପିନ୍ଧି ହେଇଛି ଆସିଲା ବେଳକୁ ସେ ମଡ଼ା ପଦାର ପଡିଛି କର ବାବୁଙ୍କ ଘରେ 16 ପାଲା ଚାଲିଛି ଇଏ କିଏ କିଏ ଭକ୍ତ ଫୁଟେଇ ଦେମି କାଇଁ ଫୁଟେଇବୁ ଫୁଟେଇବିନି ହଁ କେତେ ରାତି ହେଲାଣି ତ ମୁଁ ଗଣ୍ଡେ ଖୋଇଦବୁନି ପେଟ ମା ମୋର ମା କିଏ ହସିବନି କାନ୍ଦିଲାଣି ମୋର ପେଟ ୟାର ମାହାତ୍ମ୍ୟ ସାର୍ ଆପଣ ଜାଣିନା ଆମ ଗାଁ ଛୁଆ ମତେ ଡାକନ୍ତି ପାଲାବା ସବୁବେଳେ ଡାକନ୍ତି ପ୍ରତ୍ୟେକ ଛୁଆ ଡାକନ୍ତି ପାଲାବା ପାଲା ବା ହଁ କାହାକୁ ବିସ୍କୁଟ ଚକୋଲେଟ ମୁଁ ଦିଏ ପାଲାରୁ ଫେରିଲେ ଆଚ୍ଛା ସମସ୍ତେ ମୁଁ ଫେରିଲେ ଡାକନ୍ତି ପାଲାବା କିଛି ଆଣିଥିବ କିଏ ବି ମିଛର ବି ପାଲାବା ଆଲି ଡାକେ ଖାଇବ ବୋଲି ଆଚ୍ଛା ଆଚ୍ଛା ଆଜ୍ଞା 3 ଦିନ ପାଲା ଆମେ ବାଡ଼ି ପଦା ଯାଇଥିଲେ ପାଲା 3 ଦିନ ଯାକ ହେଲାଣି ଠିକ ଅପଦସ୍ୟଟା ଆରିଆରି ପାଇଲା ଛୋଟ ଜାତି ଆରେ ବର୍ଷା ଲାଗି ଫୁଟେଇ ଦେ ପଇସା ଘର ପାଲା ତା ଫୁଟେଇ ଦେ ଆଜ୍ଞା ପାଲା ହେଲାଣି ଫେରି ଆସିଲେ ଭାରି ମନ ମୋର ଦୁଃଖ ଗାଁ ଛକରେ ପହଞ୍ଚିଗଲି ୟାର ଯେତେବେଳେ ଦୁଃଖ କାଇଁ ଗଲା ପାଲା ତ ହେଲାନି ପଇସା ତ ପଇସା ମିଳିଲାନି ରେ ଏଟା ଖାଲି ବଦମାସ ଭାରି ମନ ଦୁଃଖ ମୋର ହେଲା ଏଇ ପାଲା ନ କରିକି ସେ ପଇସା ଦେଲେ ଇଏ କହୁଛି ପଇସା ହେଲାନି ମିଳିଲାନି ତାମାନେ ଘର ପାଖରେ ମିଛ କଥା କହିବ ଗାଡ଼ି ଭଡ଼ାଟା ଦେଲେ ତତେ ଦେଇଥିଲେ ଖାଲି ଆଜି ବାବା ହଁ, ମୁଁ- ଏ ଆଜି ରାତି ପାଇଲେ ମୁଁ ତମକୁ ସେ ପଇସା କାଟି ଦେଉଛି ଯେତିକି ସେଟା ଦେଇଥିଲି ବୁଝିଲ ନା ନା କାଟିଲେନି ସବୁ ଛୁଆ ପିଲାମାନେ ଯେତେବେଳେ ତାରେ ଘେରି ଆସିଲେ ବୋଲେ ହେଇବେ ପାଲା ବା ଆଇଲାଣି ଏଠାଟେ ଆଣିଛି ପଇସା ତ ଯୋଉ ପଇସା ଆଣିଛି ମତେ କୁଳେଇନି ତ ମୁଁ କିଏ ନେବି ମଉସା ସେଇ ଟାଇମର ଆଇସ୍କ୍ରିମ ମାଲା ଗୋଟେ ଡବ ଡବ କରିକି ଚାଲିଛି ଆଚ୍ଛା ଆଚ୍ଛା ଡବ ଡବ କରିକି ଚାଲିଛି ଏଇ ବନ୍ଧୁ ଗୋଟି ମୋର ବେଗରେ ଥିଲା ପୁଣି କାମ ଦବ ଏଇଠି
आइसक्रीम वाला को देखे देली आइसक्रीम वाला हैंड्स अप ये होत ना ये की हो चलो तो ये आंधी की तो कदर गुट्टे चेहरा पाउतल ने तीनटा चेहरा तू एकला होई ना ओडे नगे जो फाट बसी गचो जिमिति मु देखै देछि आइसक्रीम वाला ऊपर हाथ मुटे के दला जिमिति मौसा टेकी देछि हादेलो मो छुआम कोइ नि बुहि नै जो बे 2 मिनिट दबा खाली ठीक है हम हाथ में अच्छी ये बंधु को देखी तुम बूढ़ा छेरी बोगेला बस बापा बस आज सुंदरी तरुणी नाचुछि देखुछि मध्यम हां ताला आखिरे पदक पडुनी हां नाचो 16 बयसर युवक इए যৌবনর পহিলি পাহাড়ে পদার্পণ করেছে আর যৌবনর পছড়া কো মেলেই দেইছে অভিসারিকা সবরি ঝিয়া আখি নীল নীল গঙ্গা জল যমুনা পরিতা চালি লা 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 লা। আখি নীল নীল গঙ্গা জল যমুনা পরিতা চালি পিয়া মিলু কাহা সাথে স্বর্গ কবাট বলি কেনি পিয়া মিলু কাহা সাথে স্বর্গ কবাট বলি তোর মালে কঙ্গা তোর মালে কঙ্গা চঞ্চল রূপা কবিতার তুল তোরি দেবকীয় তোতে রূপা কবিতার তুল তোরি দেবকীয় তোতে রূপা কবিতার তুলার ফুল তোরি দেবকীয় তোতে দেবী স্যার মাননীয় এই নাচি নাই জানো আর নাচি কাই হচ্ছে নাম ঠিক দেই দেখুন পরিশ্রম করতে দে ঠিক আছে মাননীয় বিংশ শতাব্দীর সুদী দর্শক সমাজ কোন কোন কাজ এবং মোর পণ্ডিতা বরণ্য আচার্য আজি এই লভ সঙ্গীতরে মু খোঁজি হই এକୁ এমিতি গোটিଏ ଜିନିଷ ପ୍ରଦାନ କରିବି 10 ପ୍ରକାର ରୋଗଙ୍କର ଭଲ ହବ আইবি না থাকো সব কাজ ভালো ଗୋଟିଏ ଜିନିଷରେ 10 ପ୍ରକାର ରୋଗ ଭଲ ହବ আর কোন লোক ভালো হবে এই ଯେଉଁ ଜିନିଷଟି ଦେଖୁଛନ୍ତି ଆଜ୍ଞା ଏ ହେଉଛି ବାଲିଗଞ୍ଜ କେମିକାଲ୍ସ କ୍ୟାପିଟାଲ ଆଜ୍ଞା ଏ ହେଉଛି ବାଲିଗଞ୍ଜ କେମିକାଲ୍ସ କ୍ୟାପିଟାଲ ଆଜ୍ଞା କାନ ଭଲ হয় জাদু কাজ জামাদালা মাছালা সদাখা এমতি 10 প্রকার রোগ ভালো হয় এକୁ কেমতি ব্যবহার করিবে আজ্ঞা তার প্রণালী মু বাতাই দউছি তো শুনিবা লোক এতে কথা কাই কହୁছবে প্রথমে এক গ্লাস গরম পানি করিथिबे গরম পানি কই পারনু না গলা এটা কর কি হয় পাখরে রখি তো জিনিসটা মু যেমতি ধরিছি আপন সেমতি ধরিবে আস্তে করে টিঙ্কা মারিবে আজ্ঞা ঠিকা মারি যদি বাড় জোর টিঙ্কা মারନ୍ତି এই গ্যাসটা যদি আপনার নাক উপর উড় যায় আচ্ছা আপনাকে এড সেই পারে ভালো জিনিস মোটে দে এই রাখ লে আর মার কোন লোক এতে কষ্টর ঝিওটা উঠিছে ইয়ে কর এটা পোখরি ঘাটକୁ ଚାଲି ଯିବ ଗାଧେଇ କରି ପାଲ୍ଟି କରି ଆସିବ ଏ ପାଇବ ନା ମାତ୍ର କମ୍ପାନୀ 2 ପିସ୍ ଦେଇଥିଲା ଗୋଟେ ପିସ୍ ମୋ ସ୍ତ୍ରୀ ବ୍ୟବହାର କରୁଛି ଆଉ ଗୋଟେ ପିସ୍ କାମକୁ ଦେଲି ये खोपड़े देके पाल्टी এইটা এইটা সে পিন্ধি গেছে ଆମ ବୋଉର ପାଇଁ କି ଅଧିକାର ହଉଛି হ্যাঁ আচ্ছা তো স্ত্রী কি এটা দেখি পিন্ধিয়া ପାଇଁ ସେ ଯାଉଛି ବଢିଆ ତ ସବୁ ପାନ୍ତି କି ଆସୁଛି ଏ ତାର ୟା ଭାଗ୍ୟ ଖରାପ ଇଏ ଲମ୍ବଉନି ୟାର ଛୋଟ ହେଇଯାଉଛି ତାର ତ ବଡ ହେଇଗଲା ତାକୁ ଏତିକି ଲମ୍ବା ଦେଇଛି ତ କାଇଦାରେ କଲେ ହବ ଘରକୁ ଆଉଛି ଯାଉଛି ଆଚ୍ଛା ସେ ଯେ ଯିବ ଲୁଗାଟା ଯୋଉ ବଦଳେଇବ ହଁ ଯେ ଆଗ ପଟରୁ ଯେ ଲୋକ ଆଇଲେ ସେ କଣ କରିବ ଆଗ ପଟକୁ ଦେଖେଇ ଦବ ତାର ପାଛ ପାଟ ଫାଙ୍କା ପାଇଲା ତାର କଣ ଅଛି ଆରେ ପଛପଟ ଦେଖେଇ ନା ତାର ସବୁ ଦେଖେଇବ ପଛପଟ ଲୁଗାଲେ ପଛପଟକୁ ଦେଖେଇଦବ ଦେଖେଇଦେଲା ଆଉ ଯଦି କଡୁ ଆଇଲେ ଏରକମ ଦେଖେଇବ ସେକଡ଼ରୁ ଆଇଲେ
ବୁଢା କିଏ ହଉଛି କହିଲି ଏରକମ ଦେଖେଇବ ଆରେ ଚାରିଆଡ଼େ ଏଇଠି ବୁଦ୍ଧିର କାମ କରିବ କଣ କରିବି ଜିନିସଟାକୁ ଏରକମ ଉପରକୁ ଛାଟିଦବ ଛାଟି ଦେଇ ମାଥାରେ ପାକାଇ ଦବ ହଁ କାଳି ପାଖରେ ଯେମିତି ଯୁଗୁନି ବସେ ବସିବ ବାସ୍।